ହାଇଦ୍ରାବାଦ ଗୋଟେ ଖବର ଏବେ ଆସି ପହଞ୍ଚୁଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଜଣେ ମହିଳା ହାଇଦ୍ରାବାଦର ଏକ ବ୍ୟୁଟି ପାର୍ଲରକୁ ଯାଇଥିଲେ। ସେଠାରେ ହେୟାର କଟ୍ କରିବା ପାଇଁ କହିଥିଲେ ଏବଂ ହେୟାର କଟ୍ କରିବା ପରେ ସେ ହେୟାର ୱାଶ ମଧ୍ୟ କରିଥିଲେ ସେଠାରେ। ଏବେ ସ୍କ୍ରିନରେ ଆପଣ ଯୋଉଭଳି ପିକ୍ଚରକୁ ଦେଖୁଛନ୍ତି, ଯୋଉଭଳି ମହିଳା ବେସିନରେ ଅଧା ତାଙ୍କର ମୁଣ୍ଡ ନଈ ହେଇକି ରହିଛି, ଠିକ ସେଇଭଳି ସେଇ ମହିଳା ବ୍ୟୁଟି ପାର୍ଲରରେ ତାଙ୍କ ହେୟାର ୱାଶ କରିଥିଲେ। ଏହି ସମୟରେ କଣ ହେଇଛି, ସେହି ମହିଳାଙ୍କର ଆପଣମାନେ ଦେଖିପାରୁଥିବେ ଯେ ବେସିନରେ ମହିଳାଙ୍କର ବେକ ପୁରା ଚାପି ହୋଇ ରହିଛି ଏବଂ ଆପଣମାନେ ନିଜେ ମଧ୍ୟ ଅନୁଭବ କରିଥିବେ, ଆପଣ ଯେତେବେଳେ ହେୟାର ୱାଶ କରିଥାନ୍ତି ଆପଣମାନେ ମଧ୍ୟ ଏପରି ଶୋଇଥାନ୍ତି। ସେଇ ମହିଳାଙ୍କର କଣ ହେଇଥିଲା, ତାଙ୍କ ବେକରେ ଏକ ଶିର ଚାପି ହୋଇଯାଇଥିଲା ଏବଂ ସେ ସେଠାରେ ବେହୋସ ହେଇଯାଇଥିଲେ। ପରେ ଯେହେତୁ ବ୍ୟୁଟି ପାର୍ଲର ତାଙ୍କ ସାଙ୍ଗ ଘର ଥିଲା, ସେ ତାଙ୍କୁ ମେଡିକାଲକୁ ନେଇକି ଯାଇଥିଲେ। ସେଠାରେ ଜଣାପଡ଼ିଲା ଯେ ସେହି ମହିଳାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହେଇଛି। ବେକରେ ଶିର ଚାପି ହୋଇଯାଇଥିବାରୁ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହେଇଯାଇଛି। ତ ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ।